ସ୍ୱାଗତ କରୁଛି ଆଜିର ଏକ ନୂତନ ଜିକେ କ୍ଲାସକୁ। ଏଟା ଆମେ ଷ୍ଟାଟିକ୍ ଜିକେ ପଢ଼ିବା। ଆଜିର ଏ ଟପିକଟି ଆମେ ନେଇଛୁ ଏଗ୍ରିକଲଚର ପ୍ରଡକ୍ଟ ବୋର୍ଡ। ଆମର ଇଣ୍ଡିଆରେ 28 କୋଟି ରାଜ୍ୟ ଅଛି। 28 କୋଟି ରାଜ୍ୟରେ କେତେଗୁଡ଼ିଏ ରାଜ୍ୟରେ ଏଗ୍ରିକଲଚର ପ୍ରଡକ୍ଟ ବୋର୍ଡ ଅଛି। ତ ସେଟା ଆମେ ଏଇ ଭିଡ଼ିଓ ମାଧ୍ୟମରେ କଭର ଅପ୍ କରିବା। ତ ଡେରି ନକରି ଭିଡ଼ିଓକୁ ଷ୍ଟାର୍ଟ କରୁଛି, ଆସନ୍ତୁ ଦେଖିବା। ତ ଏଠି ସିମ୍ପଲି ଭାବରେ ଆପଣମାନେ ଦେଖିପାରୁଥିବେ ଏଠି କ'ଣ ଆମେ ଚାପ୍ଟର ନେଇଛୁ ଏଗ୍ରିକଲଚର ପ୍ରଡକ୍ଟ ବୋର୍ଡ। ଏଗ୍ରିକଲଚର ପ୍ରଡକ୍ଟ ବୋର୍ଡ କ'ଣ ଏବଂ କେଉଁ କେଉଁ ରାଜ୍ୟରେ ଅଛି, ତ ସେଟା ଆମେ ଆଜି ଏ ଭିଡ଼ିଓ ମାଧ୍ୟମରେ କଭର ଅପ୍ କରିବା। ତ ଦେଖିପାରୁଥିବେ ଏଠି ମୁଁ କିଛିଟା ଫଟୋ ନେଇଛି। କଫି ବୋର୍ଡ ଦେଖିପାରୁଥିବେ, ଫାଷ୍ଟ ଆମର ଆସିଲା କଫି ବୋର୍ଡ। ଆମେ ଯେଉଁ ଦୈନନ୍ଦିନ ଜୀବନରେ କଫି ପିଇଥାଉ, ତ ଏଇଟା ହେଲା କଫି ବୋର୍ଡ। କଫି ବୋର୍ଡ ଏଇଟା ଆମର କେଉଁଠି ଅଛି? ବେଙ୍ଗାଲୁରୁ କର୍ଣ୍ଣାଟକ ରାଜ୍ୟରେ ବେଙ୍ଗାଲୁରୁ ଗୋଟେ ଡିଷ୍ଟ ଅଛି, ତ ସେଠି ଆମର ଅଛି କଫି ବୋର୍ଡ। ତ ଏଇଟା କଫି ଆକ୍ଟ 1942ରେ ଆରମ୍ଭ ହୋଇଥିଲା। ତାପରେ ନେକ୍ସଟ ଦେଖିବା ଟି ବୋର୍ଡ। ଚା ବୋର୍ଡ। ଚା ଦୈନନ୍ଦିନ ହିସାବରେ ଆମେମାନେ ପ୍ରତ୍ୟେକ ଦିନ ଚା ପିଇଥାଉ ଆଉ ବ୍ୟବହାର କରିଥାଉ। ତ ଏଇଟା ଆମର ଚା ବୋର୍ଡଟି କେଉଁଠି ଅଛି? ତାକୁ ଇଂଲିଶରେ ଆମେ ଟି କହିଥାଉ। ଏଗୁଡ଼ା ସାଧାରଣତଃ ଭାବରେ ଅଛି କୋଲକାତା। କୋଲକାତା ମାନେ କଲିକତା ଅଛି ଆମର ୱେଷ୍ଟବେଙ୍ଗଲରେ ଅଛି କଲିକତା। ତ ଟି ଆକ୍ଟ ଆମର କେବେଠୁ ଷ୍ଟାର୍ଟ ହେଇଥିଲା, କେବେଠୁ ସରିଥିଲା? ସିମ୍ପଲି ଭାବରେ ଦେଖିବେ ଏଠି ଟି ଆକ୍ଟ 1953 ମସିହାରେ ଷ୍ଟାର୍ଟ ହେଇଥିଲା ଏବଂ 1954 ପର୍ଯ୍ୟନ୍ତ। ତାପରେ ନେକ୍ସଟ ଦେଖିବା ସ୍ପାଇସେସ୍ ବୋର୍ଡ। ସ୍ପାଇସେସ୍ କହିଲେ ଆମେ କିଛି ମସଲା କଥା ଭାବିଥାଉ। ଏଠି ଦେଖିପାରୁଥିବେ ଏଠି ମସଲାର ଚିତ୍ର ଅଛି। ଏଟା ଲଙ୍କା ଗୁଣ୍ଡ, ଏଟା ଜିରା ଗୁଣ୍ଡ, ଏଠି ହଳଦୀ ଗୁଣ୍ଡ, ଏଟା ମେଥି ପାଉଡର। ତ ଏଠି ସବୁ ପ୍ରକାର ମସଲା ଅଛି। ତ ମସଲା କଥା ଭାବିଲେ ଆମେ ଜାଣିଛୁ କେରଳର ସବୁ ପ୍ରକାର ମସଲା ତିଆରି ହୋଇଥାଏ। ତ ସ୍ପାଇସେସ୍ ବୋର୍ଡ ହେଲା ଆମର କୋଚିଟା ଯାହାକି ଆମର କେରଳରେ ଅଛି। ତ ସ୍ପାଇସେସ୍ ଆକ୍ଟ ଏଟା କେତେ ନମ୍ବର ଆକ୍ଟରେ ଯିବ, କେଉଁ ମସିହାରେ ସ୍ଥାପିତ ହେଇଥିଲା? 1986ରୁ 1987 ମସିହା ଯାକେ। ତାପରେ ଦେଖିବା ଆମେ ଟବାକୋ ବୋର୍ଡ। ତମ୍ବାକୁ ଯେଉଁଟା ଆମେ ଦୈନନ୍ଦିନ ବ୍ୟବହାର କରିଥାଉ, ତମ୍ବାକୁ ଯେଉଁଟା ନ ଖାଇଲେ ଆମର ଭାତ ହଜମ ହୁଏ ନା, ଯେଉଁଟାକୁ ଆମେ ପ୍ରତ୍ୟେକ ଦିନ ଖାଇଥାଉ। ଆମେ ଜାଣିଥାଉ ସେଥିରେ କ୍ୟାନ୍ସର ଅଛି, କିନ୍ତୁ ତଥାପି ଆମେ ଖରାପ ଜିନିଷଟାକୁ ଗ୍ରହଣ କରିଥାଉ। ତ ତମ୍ବାଖୁରୁ ଆମର ବହୁତ ପ୍ରୋଟିନ୍ ମିଳିଥାଏ, ଏନର୍ଜି ମିଳିଥାଏ। ତ ଯେଉଁମାନେ ବ୍ୟବହାର କରୁଛନ୍ତି ତାଙ୍କମାନଙ୍କ ପାଇଁ, ସମସ୍ତଙ୍କ ପାଇଁ ନୁହଁ। ତ ତମ୍ବାକୁ ଆମକୁ ମିଳିଥାଏ ଗୁଣ୍ଟୁରରେ ମିର୍ଚ ଫେମସ୍, ଗୁଣ୍ଟୁର ମିର୍ଚ। ତ ଏଇଟା ଗୁଣ୍ଟୁର ଆନ୍ଧ୍ରପ୍ରଦେଶ। ତମ୍ବାକୁ ବୋର୍ଡଟି ଆମର ଗୁଣ୍ଟୁର ଆନ୍ଧ୍ରପ୍ରଦେଶରେ ଅଛି ତମ୍ବାକୁ ବୋର୍ଡ। ନେକ୍ସଟ ଦେଖିବା ତମ୍ବାକୁ ଆକ୍ଟ। ତମ୍ବାକୁ ଆକ୍ଟ ଆମର 1975ରୁ 1976। ଦେଖିପାରୁଥିବେ ଏଇଟା ଫ୍ୟାକ୍ଟ୍ରି ମାନଙ୍କରେ ବସ୍ତା ବସ୍ତା ସବୁ ତମ୍ବାକୁ ଉତ୍ପାଦନ କରାଯାଉଛି। ତମ୍ବାକୁ ଗଛରୁ ଆଣିକି ଏଇ ଫ୍ୟାକ୍ଟ୍ରି ମାନଙ୍କରେ ତା ପତ୍ର ଗୁଡ଼ା ଶୁଖେଇକି ତାକୁ ତମ୍ବାକୁରେ ପ୍ରସ୍ତୁତ କରାଯାଉଛି। ତାପରେ ଆମେ ନେକ୍ସଟ ଦେଖିବା ନ୍ୟାସନାଲ ମିଟ୍ ଆଣ୍ଡ ପଲ୍ୟୁଟରୀ ପ୍ରୋସେସିଂ ବୋର୍ଡ। ଆମେ ଦୈନନ୍ଦିନ ଜୀବନରେ ମାଛ ମାଂସ ସବୁ ଖାଇଥାଉ। ତ ଏଟା ଆମର ମାଛ ମାଂସ ସବୁ ତିଆରି ହେଇକି, ମାନେ ମାଛ ମାଂସ ସବୁ ସଂଗ୍ରହ କରାଯାଇକି ଆଗରୁ ସବୁ ପ୍ୟାକିଂ ହେଇକି ବାହାର ଦେଶ ଓ ରାଜ୍ୟମାନଙ୍କୁ ସବୁ ପଠାଯାଇଥାଏ। ସାଧାରଣତଃ ଭାବରେ ଆର ମିଟ୍ ଆଣ୍ଡ ପଲ୍ୟୁଟରୀ ପ୍ରୋସେସିଂ ବୋର୍ଡଟି ଅଛି ଆମର ନ୍ୟୁ ଦିଲ୍ଲୀ ଅଛି। ମିଟ୍ ଆଣ୍ଡ ପଲ୍ୟୁଟରୀର ଆକ୍ଟ ହେଉଛି 26 ଡିସେମ୍ବର 2008ରୁ 2009 ପର୍ଯ୍ୟନ୍ତ ଷ୍ଟାର୍ଟିଂଟା। ତାପରେ ନେକ୍ସଟ ଦେଖିବା ଆମେ ଇଣ୍ଡିଆନ୍ ଗ୍ରେପ୍ସ। ଆମେ ଦୈନନ୍ଦିନ ଜୀବନରେ ସବୁବେଳେ ଗ୍ରେପ୍ସ ଖାଇଥାଉ। ଅଙ୍ଗୁରଟା ଆମକୁ ଭଲ ଲାଗେ। ଅଙ୍ଗୁର ତିନି ପ୍ରକାର ଅଛି। ଗୋଟେ ଅଛି ଏଇ ବ୍ରାଉନ୍ କଲର୍, ଆଉ ଗୋଟେ ଅଛି ଲାଇଟ୍ କଲର୍, ଆଉ ଗୋଟେ ଅଛି ବ୍ଲାକ୍ କଲର୍, ଯେଉଁଟାକୁ ଆମେ ବ୍ଲାକବେରୀ କହିଥାଉ। ତ ଦେଖିବା ଆମେ ଇଣ୍ଡିଆନ୍ ଗ୍ରେପ୍ସ ପ୍ରୋସେସିଂ ବୋର୍ଡ। ତ ଏଇଟା ଆମର ଅଛି ପୁନେରେ ଅଛି। ପୁନେଟା ଆମର ମହାରାଷ୍ଟ୍ରରେ ଯାଉଛି। ତାପରେ ଗ୍ରେପ୍ସ ଆକ୍ଟ 20 ଜାନୁଆରୀ 2009। ଗ୍ରେପ୍ସ ଆକ୍ଟ ଆମର 2009 ମସିହାରେ ସ୍ଥାପନ କରାଯାଇଥିଲା। ତାପରେ ଆମେ ଦେଖିବା ଏଟା ଲେଦର। ଦେଖିପାରୁଥିବେ ଲେଦର ପଶୁମାନଙ୍କର ପଶୁମାନଙ୍କୁ ହତ୍ୟା କରାଯାଇ ତାଙ୍କ ଶରୀରରେ ଥିବା ଚମଡ଼ାରୁ ଆମେ ଲେଦର ପ୍ରସ୍ତୁତ କରିଥାଉ, ଯେଉଁଟାକୁ ଆମେ ଲେଦର ବ୍ୟାଗ୍, ପର୍ସ ଆଉ ଲେଦର ବେଲ୍ଟ, ଜ୍ୟାକେଟ୍ ସବୁଥିରେ ବ୍ୟବହାର ହୋଇଥାଏ। ତ ଲେଦର ବୋର୍ଡଟି ଆମର କେଉଁ ଜାଗାରେ ଅଛି? ସିମ୍ପଲି ଭାବରେ ଏଇଟା ଲେଦର ବୋର୍ଡ ଆମର ଅଛି ଚେନ୍ନାଇଟା କେଉଁଠି ଅଛି? ଚେନ୍ନାଇ ସେଣ୍ଟ୍ରାଲଟା ଆମର ତାମିଲନାଡ଼ୁରେ ଅଛି।
ତ ଯଦି क्वेश्चन आसे तो तामिलनाडुटा आमर को साइड रे अछि ईस्ट वेस्ट नॉर्थ साउथ तो हे जो तामिलनाडु आमर साउथ रीजन स्टेट। तापर है लेदर एक्ट आमर केते स्टार्ट होइतिला लेदर एक्ट आमर 1966 1966 मसीह रे लेदर एक्ट आमर आरंभ होइतिला। तापर नेक्स्ट देखिए आमे एग्रीकल्चर प्रोडक्ट बोर्ड रो एटा हला शेष प्रश्न। एटा होची आमर रबर बोर्ड देखिपारे ये माने गछ मानक रबर तो साधारण भाव में जानते उत्पादन कराए तो किपरि कराए ये गोटा तपेला को रखिए ये गोटा गांगुला बा तपेला को रखिए गछ द्वारा बांधी देकी रखिए गचर एट सब कट मारे कट मारिकी जो जगह आप देखिए अधिका कट मारे ये जगह कट मारे और जो क्षीरटा गचर क्षीर थाए ये सब उत्पादन हम माने झरी झरी गचर जो उत्पादन कर रखि क्षीरटी से क्षीरटी झरी झरी पड़ो यहाँ सब गचर हुए ना कारण किसी स्पेसिफिक गच अच्छी जो रबर उत्पादन होता है ये क्षीरटू ये तपेल रखिकी तपेला को लेकिन तापर ये ये जो गचर क्षीर रू आम रबरटी तापर देखीदे आम रबर बोर्डटी कौटी अच्छी कोटायम जहाँ हूँ केरला रे एक डिस्ट। तापर देखिए रबर एक्ट केबे प्रस्तुत होता रबर एक्ट आमर होता 1947 1947 आम देश स्वाधीन होता सहित आम रबर एक्ट लागू करा जाइतिला। तो यह आज आम क्लास यदि वीडियो भल लगी लाइक कमेंट शेयर करेंगे एवं यहीपरि वीडियो देखा आम चैनल सहित जोड़ी रही था। रोची धन्यवाद।